ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଇଯାଉଛି। ଦେଖନ୍ତୁ, ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏକ ରାଜନୈତିକ ହତ୍ୟାକାଣ୍ଡ। ମୋ ବାପା ଗୋପାଳ କୃଷ୍ଣ ଦାସକୁ ଫସାଇ ଦିଆଯାଇଛି। ନବ ଦାସଙ୍କ ଝିଅ ଦୀପାଳି ଦାସ ଏହାର ରାଜନୈତିକ ଫାଇଦା ଉଠାଉଛନ୍ତି। ଦୀପାଳି ଦାସ ରାଜନୈତିକ ଭାଷଣରେ ନିଜ ବାପା ନବ ଦାସଙ୍କୁ ଶହୀଦ ବୋଲି କହିଛନ୍ତି। ଏଣୁ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଇଯାଉଛି। ନବ ଦାସଙ୍କ ଅନେକ ଶତ୍ରୁ ଥିଲେ। ତାଙ୍କର ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଥିଲେ ବୋଲି ନବ ଦାସଙ୍କ ପତ୍ନୀ ଓ ପୁଅ ବିଶାଲ ଦାସ ପୋଲିସକୁ 161 ବୟାନ ଦେଇଛନ୍ତି। ଏହି ଦିଗରେ ତଦନ୍ତ କାହିଁକି କରାଗଲା ନାହିଁ? ଆମେ ସିବିଆଇ ତଦନ୍ତ ଦାବି କରୁଛୁ। ସିବିଆଇ ତଦନ୍ତ କଲେ ପ୍ରକୃତ ସତ ଆଉ ହତ୍ୟାକାରୀ ଓ ଷଡ଼ଯନ୍ତ୍ର ଧରା ପଡ଼ିଯିବ। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक, शेयर और सब्सक्राइब करने को आद्यम